ଓଡ଼ିଶାରେ ଆମେ 20 ତାରିଖ ଦିନ ଗଣମାଧ୍ୟମ ମାଧ୍ୟମରେ ବି ଆପଣଙ୍କୁ ଧନ୍ୟବାଦ ଦେବା କଥା। ଆପଣ ବ୍ୟାପକ ଭାବରେ ତାର ପ୍ରଚାର କଲେ। 20 ତାରିଖ ଦିନ 20 ରୁ 24 ତାରିଖ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜାଗାରେ ବଜ୍ରପାତ ପବନ ସହ କରକା ମାଡ଼ ହେବାର ସମ୍ଭାବନା ବାବଦରେ ଆମେ ପୂର୍ବ ଆକଳନ ଲଗାଇଥିଲୁ ଏବଂ ତାର ପୂର୍ବରୁ ମଧ୍ୟ ଯେତେବେଳେ ଆମକୁ ପାଣିପାଗ ବିଭାଗ IMD ତଥ୍ୟ ଦେଲା ଏବଂ ଓଡ଼ିଶା ସରକାରଙ୍କର ମଧ୍ୟ ତାଙ୍କର ଯେଉଁ କାଉଣ୍ଟରପାର୍ଟ ଆମକୁ ଦେଲେ ତାର ଆଧାରରେ ଆମେ ୟାକୁ ମୁକାବିଲା କରିବା ପାଇଁ ମଧ୍ୟ ସବୁ ବ୍ଲକରେ ଆମେ ବ୍ୟବସ୍ଥା କରିଥିଲୁ। ଝଡ଼ ତୋଫାନ ହେବ, ଗଛ ପଡ଼ିବ, ସେଥିରେ ବିପର୍ଯ୍ୟୟ ପରିଚାଳନା ବିଭାଗ ମଧ୍ୟ ଏବଂ ଅଗ୍ନିଶମ ବିଭାଗ ସମସ୍ତଙ୍କୁ ଆମେ ଗିରଫ କରିଥିଲୁ ଏବଂ ଅବସ୍ଥାପିତ କରିଥିଲୁ। କିନ୍ତୁ କିଛି ଜିଲ୍ଲାରେ ବ୍ୟାପକ ଭାବରେ କ୍ଷୟକ୍ଷତି ହେଲା। ସେ ଭିତରେ ଦୁଇଟା ମୟୂରଭଞ୍ଜ ଜିଲ୍ଲାର ଗୁଡ଼ିଏ ଜାଗାରେ କିଛି କିଛି ଅନୁଭବ ହୋଇଛି, କିନ୍ତୁ ବାଙ୍ଗିରିପୋଷି ଏବଂ ବିଶୋଇ ଇଏ ଦୁଇଟା ବ୍ଲକରେ ବହୁତ କ୍ଷତି ହେଇଛି। ମୁଁ କାଲି ଅନ୍ ଦି ସ୍ପଟ୍ ତାର କ୍ଷୟକ୍ଷତି ଦେଖିବା ପାଇଁ ଯାଇଥିଲି। 20 ତାରିଖର ଘଟଣା ଏଇଟା ସନ୍ଧ୍ୟାରେ ଏବଂ 20 ତାରିଖ ସନ୍ଧ୍ୟାରେ ଘଟଣା ପରେ ପରେ ଯେତେବେଳେ ଗାଁମାନଙ୍କୁ ବିପର୍ଯ୍ୟୟର ଶିକାର ହୋଇଥିବା ଗାଁମାନଙ୍କୁ ପଲିଥିନ୍ ରାସନ ଫାସନ ପଠାଇବାର ବ୍ୟବସ୍ଥା ହେଲା, ସେଠି ରାସ୍ତା ରୋକ ବିରୋଧୀ ଦଳ ତରଫରୁ ଯେ ରିଲିଫ ସାମଗ୍ରୀ ମଧ୍ୟ ନ ପହଞ୍ଚୁ ଏ ସମୟରେ ବିରୋଧୀ ଦଳ ସାହାଯ୍ୟ କରନ୍ତି, କେମିତି ରିଲିଫ ସହଜରେ ପହଞ୍ଚିବ, ଶୀଘ୍ର ପହଞ୍ଚିବ। କିନ୍ତୁ ରାସ୍ତା ରୋକ କରିବ 8 ଘଣ୍ଟା ପର୍ଯ୍ୟନ୍ତ ମୂଳ ରାସ୍ତା ସବୁ ଅବରୋଧ କଲେ। ମୁଁ ସେମାନଙ୍କର ନାଁ ଧରିବା ପାଇଁ ଚାହୁଁନି, ସେମାନଙ୍କର ଏହି ନକାରାତ୍ମକ କାମରେ ନାଁ ଉଲ୍ଲେଖ କରିବାର ବି ଆବଶ୍ୟକତା ନାହିଁ। ମୁଁ ଚେଷ୍ଟା କଲି 22 ତାରିଖ ଦିନ ଯିବା ପାଇଁ, କିନ୍ତୁ 22 ତାରିଖ ଦିନ ବର୍ଷା ଚାଲୁଥିଲା ଆଉ ଯାଇ ହେଲା ନାହିଁ। କିନ୍ତୁ ଗତକାଲି 23 ତାରିଖ ଦିନ ମୁଁ ଯାଇଥିଲି। ଆପଣଙ୍କୁ ମୁଁ କହିଦିଏ, ଯେଉଁ ଦିନ 20 ତାରିଖ ଦିନ ଏବଂ ତାର ପରବର୍ତ୍ତୀ ଅବସ୍ଥାରେ ଆହୁରି ଗୁଡ଼ିଏ ଦେବଗଡ଼ରେ ବି କିଛି କ୍ଷୟକ୍ଷତି ହେଇଛି, ଏଠି ଅନ୍ୟ ବ୍ଲକରେ ମଧ୍ୟ ଅଳ୍ପ କିଛି କ୍ଷୟକ୍ଷତି ହେଇଛି। ସେ ଜାଗାରେ ରିଲିଫ ସାମଗ୍ରୀ ପଠାଇବା ପାଇଁ ମଧ୍ୟ ଆମେ ଆଗରୁ ବ୍ୟବସ୍ଥା ବି କରିଥିଲୁ। ତାଲପତ୍ରୀ ପହଞ୍ଚେଇ ନ ଦେବା ପାଇଁ ରାସ୍ତା ଅବରୋଧ କରିବା, ସରକାରୀ ଅଫିସରମାନଙ୍କୁ ବାଧା ଦେବା, ଏଭଳିଆ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗୋଟେ ଦଳର ଆଚରଣ ହେବା କଥା ନୁହେଁ। ଏବଂ କାଲି ମଧ୍ୟ ବହୁତ ଜାଗାରେ এই যে রাজস্ব মন্ত্রী পৌঁছি ন পারন্তু বলি গাঁ লোক প্রবর্ত্তাই করি বহু জায়গায় রাস্তায় অটকাইবা বলে সবু জায়গায় অটকাইলি। মু কিছু অসুবিধা নেই, লোক ভেটবার আছে। যদি লোক সে আয়োজন করেদিয়েছেন মো অবরোধ করা মতো সুযোগ ভেটিবা বাট যাক মু ভেটি আসলি এবং মু কৌছি গোটে রেকর্ড মতো দেখি দিও যে এভাবে 24 বর্ষ শাসন করলে কিংবা তার পূর্ব শাসন করলে 20 তারিখ সন্ধ্যার ইয়ে বিপর্যয় হয়েছে। রাসন, পলিথিন, শিশু খাদ্য, রিলিফ সেন্টার খোলা, লোক আশ্রয় দেওয়া, রন্ধা খাদ্য খুয়াইবা, ছুয়া ক্ষীরর ব্যবস্থা করা এবং সেরেলেক পর্যন্ত ছোট ছোট শিশু মান।